ଧରି ନିଅନ୍ତୁ ଆପଣ ଗୋଟେ କମ୍ପାନୀର ସିଇଓ, ଆପଣଙ୍କର କମ୍ପାନୀରେ ମିନିମମ୍ 200 ଲୋକ କାମ କରୁଛନ୍ତି। ସେଇ 200 ଲୋକ ମଧ୍ୟରୁ 50 ଲୋକ ଅଛନ୍ତି କେବଳ ଆପଣଙ୍କର କମ୍ପାନୀ ପାଇଁ ହିଁ କାମ କରୁଛନ୍ତି, ଅନେଷ୍ଟଲି ଭାବରେ ମାନେ ବହୁତ ଷ୍ଟ୍ରଗଲ କରୁଛନ୍ତି ଆପଣଙ୍କର କମ୍ପାନୀ ପାଇଁ। ଆଉ ଯେଉଁ ବାକି ଲୋକ ଅଛନ୍ତି ସେଇମାନେ କ'ଣ କରନ୍ତି, ମାନେ ସବୁବେଳେ ଅଳସୁଆ, ଠିକ୍ ଟାଇମ୍ରେ ଆସିବେନି, ସବୁବେଳେ ବଲ 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 ହେବେ, ମାନେ ବହୁତ ନେଗେଟିଭିଟି ରହିବେ, ବହୁତ ସବୁବେଳେ ମାନେ ନିଜର ସ୍ୱାର୍ଥ ପାଇଁ ହିଁ କାମ କରନ୍ତି କମ୍ପାନୀରେ। ତାହେଲେ ମୋତେ କୁହନ୍ତୁ ଆପଣ ପ୍ରଥମେ କାହାକୁ ଫୋକସ୍ କରିବେ, କାହାର ପ୍ରମୋସନ ଆପଣ ଆଗ କରିବେ? ଯିଏ କମ୍ପାନୀ ପାଇଁ କାମ କରୁଛି। ଠିକ୍ ସେମିତି ଆମର ଏଇ ପୃଥିବୀ ବି ଗୋଟିଏ କମ୍ପାନୀ। ଏଇ କମ୍ପାନୀର ସିଇଓ କିଏ? ଗଡ୍। ତାହେଲେ ମୋତେ କୁହନ୍ତୁ ଗଡ୍ଙ୍କର ନଜର ପ୍ରଥମେ କାହା ଉପରେ ପଡ଼ିବ?